ପିଙ୍ଗଳାର ଅଭିସାର କବିତା ଏବଂ କବି ହେଉଛନ୍ତି ରାଧାମୋହନ ଗଡ଼ନାୟକ। ତେଣୁ ପିଲାମାନେ ଯେତେବେଳେ 2 ମାର୍କ 3 ମାର୍କିଆ ପ୍ରଶ୍ନ କୌଣସି ଆସିବ, ତେଣୁ ଇଣ୍ଟରନାଲ ଏକ୍ଜାମ୍ ପାଇଁ, ତେଣୁ କ'ଣ କରିବ ନା କବିତା ଲେଖିବ। କବିତା ପିଙ୍ଗଳାର ଅଭିସାର, କବି ରାଧାମୋହନ ଗଡ଼ନାୟକ, ନାଇଁ କି ଏଇଭଳି ଲେଖିବ। ତାପରେ ଉତ୍ତର ଦେବ, କାହିଁକିନା ଲେଖା ଓ ଲେଖକରେ ଗୋଟିଏ ମାର୍କ ଅଛି। ତେଣୁ ଚାଲନ୍ତୁ ଦେଖିବା କ'ଣ କ'ଣ ପ୍ରଶ୍ନ ଅଛି। 2 ମାର୍କିଆ 3 ମାର୍କିଆ ପ୍ରଶ୍ନ ସମସ୍ତେ ମନ ଦେଇକରି ଶୁଣିବେ ଏବଂ ପ୍ରାକ୍ଟିସ୍ କରିବେ। ପ୍ରଥମ ପ୍ରଶ୍ନ, ପିଙ୍ଗଳା ଆପଣା ପ୍ରାଣର ଆକୁଳ ପିପାସା କିପରି ଭୁଲିବ ବୋଲି ମନେ କରିଛି? କାହିଁକିନା ପିଙ୍ଗଳା ଦିବ୍ୟ ଚେତନା ଲାଭ କରିଛି। ଏ ଯେଉଁ ଦିବ୍ୟ ଚେତନା, ଭଗବାନଙ୍କ ଚେତନା, ଈଶ୍ୱରଙ୍କ ଚେତନା ଲାଭ କଲା ପରେ ସେ ଜ୍ୟୋତ୍ସ୍ନା ନିଶିରେ ବା ରାତ୍ରିର ଯେଉଁ ଚନ୍ଦ୍ରମା ପଡ଼ୁଛି, ଯେଉଁ କିରଣ ପଡ଼ୁଛି, ସେ ଜ୍ୟୋତ୍ସ୍ନା ରାତିରେ ପୁଲକିତ ପ୍ରାଣରେ ବା ଆନନ୍ଦିତ ପ୍ରାଣରେ ପ୍ରିୟ ବନ୍ଧୁଙ୍କର ହାସ ସୁଧା ପାନ କଲା ପରେ, ପ୍ରିୟ ବନ୍ଧୁଙ୍କର ହାସ ସୁଧା ପାନ କଲା ପରେ ସେଇ ଈଶ୍ୱରଙ୍କର ମାନେ ତାଙ୍କୁ ଦେଖି, ହାସ ସୁଧା ମାନେ ତାଙ୍କୁ ଦେଖି, ହାସ ମାନେ ହସ ହସ ମୁହଁକୁ ଦେଖି ତାଙ୍କର ଅମୃତ ପାନ କଲା ପରେ ଆପଣା ପ୍ରାଣର ଆକୁଳ ପିପାସା ଭୁଲିବ ବୋଲି ମନେ କରିଛି। ସନ୍ନ୍ୟାସିନୀ ପିଙ୍ଗଳାର ଜୀବନ ଧାରଣ କିପରି ହେବ ବୋଲି ବର୍ଣ୍ଣନା କରିছে। ସନ୍ନ୍ୟାସିନୀ ପିଙ୍ଗଳାର ଜୀବନ ଧାରଣ, ସନ୍ନ୍ୟାସିନୀ ପିଙ୍ଗଳା କ'ଣ କରିଛି? ଦିବ୍ୟ ଚେତନା ଲାଭ କରିଛି। ଈଶ୍ୱରଙ୍କୁ ଲାଭ କଲା ପରେ ସେ ଜଗତର ବନ୍ଧୁ ପ୍ରିୟତମଙ୍କର ସ୍ୱପ୍ନ ଦେଖୁ ଦେଖୁ ସେ ଯେମିତିକି ଆଖି ବୁଜିଦେବ ବୋଲି ବର୍ଣ୍ଣନା କରିଛି। ସେଇ ପ୍ରିୟତମ ବା ଈଶ୍ୱରଙ୍କର ସ୍ୱପ୍ନ ଦେଖୁ ଦେଖୁ ମନରେ ଭାବୁ ଭାବୁ ସେ ଆଖି ବୁଜିବ। ପିଙ୍ଗଳା କାହିଁକି ନିଜକୁ ସର୍ପିଣୀ ବୋଲି କହିଛି? କାହିଁକିନା ପିଙ୍ଗଳା ମନରେ ଅନୁଶୋଚନା ଆସୁଛି ବାରମ୍ବାର, ହାଏ ମୁଁ କି ଜୀବନ କଲି, ବାରବଧୂର ଜୀବନ ମୁଁ ବିତେଇଲି। ନାଇଁ, ସେ ମନେ କରିଛି ଯେ ଅମୃତର ସନ୍ତାନ ହେଇକରି ମୁଁ ଏ ଧରାପୃଷ୍ଠକୁ ଜନ୍ମ ନେଲି, କିନ୍ତୁ ସର୍ପିଣୀ ଭଳିଆ ମୁଁ କ'ଣ କଲି ନା ବିଷମ ବିଷ ଢାଳିଦେଲି, ବିଷମ ବିଷ ଢାଳିଦେଲି। ତେଣୁ ନିଜକୁ ସର୍ପିଣୀ ବୋଲି ମନେ କରିଛି। ମଧୁର ମୁରଲୀରେ ସ୍ୱରରେ କିଏ କାହାକୁ ଡାକୁଥିଲା? ମଧୁର ମୁରଲୀ ସ୍ୱରରେ ପିଙ୍ଗଳା ଜୀବନର ପ୍ରିୟତମ ପିଙ୍ଗଳାକୁ, ପ୍ରିୟତମ ଜୀବନର ପ୍ରିୟତମ ପିଙ୍ଗଳାକୁ କଳୁଷ କାଳିମାର ମୁକ୍ତି ଦେବା ପାଇଁ ଡାକୁଥିଲା। ତ ମଧୁର ମୁରଲୀ ସ୍ୱର କାହାର? ନା ଭଗବାନଙ୍କର, ଈଶ୍ୱରଙ୍କର। ସେ ମଧୁର ମୁରଲୀ ସ୍ୱରରେ ଜୀବନର ପ୍ରିୟତମ ବା ଭଗବାନ ଈଶ୍ୱର ସେହି ପିଙ୍ଗଳାକୁ କଳୁଷ କାଳିମାରୁ ମୁକ୍ତି ଦେବା ପାଇଁ ସେ ଡାକୁଥିଲେ। ବିଶ୍ୱ ପରଶମଣି ବୋଲି କବି କାହାକୁ କହିଛନ୍ତି? ନା ବିଶ୍ୱ ପରଶମଣି, ପରଶ ମାନେ ସ୍ପର୍ଶମଣି, ସେ ସ୍ପର୍ଶମଣି ମାନେ ପତିତ ପାବନ ଜଗନ୍ନାଥ ମାନେ ଜଗତ ବନ୍ଧୁ, ସେ ପତିତ ପାବନ ଜଗତ ବନ୍ଧୁ ବା ଈଶ୍ୱର ଭଗବତ ସତ୍ତା, ସେ ତାଙ୍କ ସ୍ପର୍ଶରେ ପିଙ୍ଗଳାର କାଳିମା ଦୂର କରି ପିଙ୍ଗଳାର ଦୂରେଇ ଦେଇଛନ୍ତି, ପିଙ୍ଗଳାର କାଳିମା ଦୂରେଇ ଦେଇଛନ୍ତି। ତେଣୁ ସେ ପବିତ୍ର ହୋଇଯିବ। ତେଣୁ ସେଇ ବିଶ୍ୱ ପରଶମଣି ହେଉଛନ୍ତି ଈଶ୍ୱର। ତ ପିଙ୍ଗଳା କାହିଁକି ପିରତିର ଅଭିନୟ କରିବ ନାହିଁ ବୋଲି କହିଛି? ପିଙ୍ଗଳା ଜୀବନରେ ଆଧ୍ୟାତ୍ମିକ ଉତ୍ତରଣ ହେଲା ପରେ ବା ଆଧ୍ୟାତ୍ମିକ ଚଢ଼ିଲା ପରେ ବା ସେ ଅନ୍ତରାତ୍ମାକୁ ଦେଖିଲା ପରେ ବା ଈଶ୍ୱରଙ୍କୁ ପାଇଲା ପରେ ସେ ବାରବଧୂର ଜୀବନରୁ ଦୂରେଇ ଯାଇଛି ଏବଂ ଆଉ କାହା ପାଖରେ ପିରତିର ଅଭିନୟ କରିବ ନାହିଁ, ପ୍ରେମର ଅଭିନୟ କରିବ ନାହିଁ। ବାରବଧୂ ଭାବରେ ସେଇଟା ସଂକଳ୍ପ ସେ ନେଇଛି। ରିକ୍ତ ଏ ମୋର ସୁକ୍ତି ଗରଭେ ଫଳିଛି ମୁକ୍ତା ଫଳ କେଉଁ ପ୍ରସଙ୍ଗରେ କୁହାଯାଇଛି? ପିଙ୍ଗଳାର ଆଧ୍ୟାତ୍ମିକ ଉତ୍ତରଣ ହୋଇଛି, ତା ମନରେ ଆଶାର ସମ୍ଭାବନା ଦେଇଛି। ତ ସୁକ୍ତି ଗର୍ଭ ମାନେ କ'ଣ? ନା ଶାମୁକା ଗର୍ଭ। ଏଇ ଶରୀରଟାକୁ ସେ ଶାମୁକା ବୋଲି କହିଛି। ଏ ଶରୀରଟା ହେଉଛି ଶାମୁକା। ସେ ଶାମୁକା ଭିତରେ, ଏ ଶରୀର ଭିତରେ ମୁକ୍ତା ଫଳିଛି ବୋଲି କହିଛି। ମୁକ୍ତା ମାନେ ଅନ୍ତରାତ୍ମା, ଯେଉଁ ଭଗବାନ ହିଁ ରହୁଛନ୍ତି। ତେଣୁ ସେ ନିଜର ଉନ୍ନତି କଥା ବିଚାର କରିଛି। ଏହି ପ୍ରସଙ୍ଗରେ ରିକ୍ତ ମୋର ସୁକ୍ତି ଗର୍ଭେ ଫଳିଛି ମୁକ୍ତା ଫଳ। ପିଙ୍ଗଳାର ଚେତନା ଜାଗ୍ରତ ହେବାରୁ ସେ ଆଉ କ'ଣ ଲୋଡ଼ା ନାହିଁ ବୋଲି କହିଛି? ପିଙ୍ଗଳାର ଚେତନା ଜାଗ୍ରତ ହେବାରୁ ସେ କହିଛି ଆଉ ବିଳାସ କୁଞ୍ଜ ଦରକାର ନାହିଁ, ଆଉ ବିଳାସ କୁଞ୍ଜ ଦରକାର ନାହିଁ, ଆଉ ଚାରୁଚିତ୍ରଶାଳା ଦରକାର ନାହିଁ। ଯେତେବେଳେ ବାରବଧୂ ଥିଲା ସେତେବେଳେ ଏଗୁଡ଼ିକ ଦରକାର ହେଉଥିଲା। ଏବେ ଆତ୍ମାର ଜାଗରଣ ଫଳରେ, ଆଧ୍ୟାତ୍ମିକ ଜାଗରଣ ଫଳରେ, ଚେତନାର ଜାଗ୍ରତ ଫଳରେ ଏଗୁଡ଼ିକ ସବୁ ଦରକାର ନାହିଁ। ପିଙ୍ଗଳାର ଜୀବନ ଯମୁନାରେ ଉଜାଣି ଉଠିଲା କାହିଁକି? କାହିଁ କେଉଁ ଦୂର ଦେଶର ମଞ୍ଜୁ ମୁରଲୀ ପିଙ୍ଗଳାକୁ ଶୁଣାଯିବାରୁ ତାର ଜୀବନ ଯମୁନାରେ ଉଜାଣି ଉଠିଛି। ସେ ମଞ୍ଜୁ ମୁରଲୀ ବା ଭଗବାନଙ୍କର ମୁରଲୀ ସ୍ୱର ଶୁଣି ପିଙ୍ଗଳା କ'ଣ ନା ଜୀବନ ଯମୁନାରେ ଉଜାଣି ଉଠିଛି। ବନ୍ଧୁ ମୋ ପ୍ରେମ ସିନ୍ଧୁ, ବନ୍ଧୁ ମୋ ପ୍ରେମ ସିନ୍ଧୁ, ପ୍ରେମର ସିନ୍ଧୁ ମାନେ ପ୍ରେମର ସାଗର, ପ୍ରେମର ସାଗର କିଏ କେଉଁ ପ୍ରସଙ୍ଗରେ କହିଛି? ନା ପିଙ୍ଗଳା ଯେତେବେଳେ ଦିବ୍ୟ ଚେତନା ଜାଗ୍ରତ ହେଇଛି, ସେ ଜାଣିପାରିଛି ଯେ ସବୁଠୁ ସତ୍ୟ ହେଉଛି ଭଗବାନ
ଏବଂ ଈଶ୍ୱର। ତେଣୁ ପ୍ରେମର ଧନକୁ ଭେଟିବ, ସେ ଈଶ୍ୱରଙ୍କୁ ଭେଟିବ, ସେ ବନ୍ଧୁକୁ ଭେଟିବ, ଜୀବନର ପ୍ରେମର ସିନ୍ଧୁକୁ ଭେଟିବ, ତାଙ୍କରି ଚରଣ ତଳେ ନିଜ ଜୀବନକୁ ସମର୍ପଣ କରିଦେବ ବୋଲି କହିଛି। ରିକ୍ତ ଏ ମୋର ସୁକ୍ତି ଗରବେ ଫଳିଛି ମୁକ୍ତା ଫଳ, ଏକଥା କିଏ କେଉଁ ଉଦ୍ଦେଶ୍ୟରେ କହିଛନ୍ତି? ଏକଥା ପିଙ୍ଗଳା କହିଛି। ପ୍ରତୀକ୍ଷାଜନିତ ଯନ୍ତ୍ରଣାରୁ ବୈରାଗ୍ୟ ଆସିଛି। ଯେ ଧନୀ ପୁଅଟିକୁ ଯେଉଁ ଅପେକ୍ଷା କରିଥିଲା ସେ ନ ଆସିବାରୁ ତାଙ୍କ ବୈରାଗ୍ୟ ଆସିଛି, ଆଉ ବୈରାଗ୍ୟରୁ ଈଶ୍ୱରୀୟ ଚେତନା ଜାଗ୍ରତ ହୋଇଛି। ଈଶ୍ୱରୀୟ ଚେତନା ଜାଗ୍ରତ ହେଲା ପରେ ସେ ଉପଲବ୍ଧି କରିଛି ଯେ ସେ ପ୍ରାଣନାଥ ତା ହୃଦୟରେ ଅଛନ୍ତି, ସେ ପ୍ରାଣନାଥ ଈଶ୍ୱର ହୃଦୟରେ ଅଛନ୍ତି। ଶରୀର ରୂପୀ ଶାମୁକା ଗର୍ଭରେ କ'ଣ ଫଳିଛି? ନା ମୁକ୍ତା ଫଳିଛି ବୋଲି କିଏ କହିଛି? କିଏ ପୁଣ୍ୟ ଜୀବନ ଭୁବନକୁ ପାପରେ ଭରିଦେଲେ? ନା ପିଙ୍ଗଳା ବିଷମ ବିଷ ସୃଷ୍ଟି କରି ତାର ବିଶ୍ୱରୂପକ ତାପରେ ନିଜେ ଜଳିବା ସହିତ ଜଗତକୁ ମଧ୍ୟ ଜାଳିଦେଲା। ତେଣୁ ପୁଣ୍ୟ ପବିତ୍ର ଜୀବନ ତଥା ଭୁବନକୁ ପାପରେ ଭରିଦେଲା ବୋଲି ସେ କହିଛି। ଯାଉଅଛି ଆଜି ଜୀବନର ମମ ପ୍ରିୟତମ ଅଭିସାରେ, କେଉଁ ପ୍ରସଙ୍ଗରେ କୁହାଯାଇଛି? ତେଣୁ ମମ ମାନେ ମୋର ପ୍ରିୟତମ ଅଭିସାର, ପ୍ରିୟତମ ଇଚ୍ଛାରେ, ପ୍ରିୟତମକୁ ପାଇବାର ଇଚ୍ଛାରେ ଆଜି ଜୀବନ ମୋର ଯାଉଛି। ତେଣୁ ପିଙ୍ଗଳା ମନରେ ଯେତେବେଳେ ଭଗବତ ସତ୍ତା ଆସିଛି, ଯେତେବେଳେ ଈଶ୍ୱରଙ୍କୁ ଦେଖା କରିବା ବୋଲି ବହୁତ ଇଚ୍ଛା ଆସିଛି, ସେତେବେଳେ ସବୁଆଡ଼େ ସେ ସୁମଧୁର ବା ଅମୃତର ସ୍ପର୍ଶ ଅନୁଭବ କରିଛି। ତା ଦେହରେ ଦେଖାଯାଇଛି ପୁଲକିତ ଭାବ ବା ଆନନ୍ଦର ଭାବ। ସେ ଆନନ୍ଦ କହିଲେ ନ ସରେ। ସେ ଶୁଣିପାରିଛି ମଞ୍ଜୁଳ ମୁରଲୀ, ଭଗବାନଙ୍କର ମୁରଲୀ ସ୍ୱର। ଫଳରେ ତା ଜୀବନ ଯମୁନାରେ ଉଜାଣି ଆସିଛି ଏବଂ ଜାଗତିକ ବନ୍ଧନରୁ ମୁକ୍ତ ହୋଇ ସେ ପ୍ରିୟ ପରମଙ୍କ ଅଭିସାର ପାଇଁ ପ୍ରସ୍ତୁତ ହୋଇଛି, ପରମଙ୍କୁ ଭେଟିବା ପାଇଁ ପ୍ରସ୍ତୁତ ହୋଇଛି। ସଚେତନ ପିଙ୍ଗଳା ତାର ପ୍ରିୟ ପରମଙ୍କର କିପରି ପୂଜା ଆରତି କରିବ ବୋଲି କବି କହିଛନ୍ତି। କ'ଣ କେମିତି ପୂଜା ଆରତି କରିବ? ନା ସେ ପ୍ରେମର ସନ୍ନ୍ୟାସିନୀ ସାଜିଛି। ତେଣୁ ବାର ବିଳାସିନୀ ନ ହୋଇ କ'ଣ ହେଇଛି? ନା ପ୍ରେମର ସନ୍ନ୍ୟାସିନୀ। ସେତେବେଳେ ନିଜର କଳୁଷ କାଳିମାକୁ ଲୋତକ ଜଳରେ ଧୋଇ ଦେଇଛି ବା ତାର ଲୁହରେ ଧୋଇ ଦେଇଛି। ନିଜର ଯୌବନ ଧନକୁ ଓ ରୂପ ପସରାକୁ ପ୍ରୀତି ଅନଳରେ ଜାଳି ଦେଇଛି। ପ୍ରିୟ ପରମଙ୍କ ପାଇଁ ଆରତି ଧୂପ ସଜାଡ଼ିଛି। ଆପଣାର ଘୃଣ୍ୟ ଜୀବନକୁ ମୁକ୍ତି ପାଇଥିବା ପିଙ୍ଗଳାର ଅନୁଭୂତିକୁ କିପରି ବର୍ଣ୍ଣନା କରାଯାଇଛି? ଆପଣାର ଘୃଣ୍ୟ ଜୀବନରୁ ମୁକ୍ତି ପାଇଥିବା ପିଙ୍ଗଳା ଅତୀତ ଜୀବନ ପାଇଁ ଅନୁତାପ କରିଛି। ଅତୀତ ଜୀବନକୁ ଅନୁତାପ କରିଛି। ନିଜକୁ ସେ ସରଗର ଅମର କନ୍ୟା ବୋଲି ଭାବିଛି, ନାରୀ ଦେବୀ ବୋଲି ଭାବିଛି। ବର୍ତ୍ତମାନ ତା ହୃଦୟରେ କ'ଣ ଆସିଛି? ନା ନିନାଦିତ ହୋଇଛି ମଞ୍ଜୁଳ ମୁରଲୀ ଧ୍ୱନି। ସେ ପତିତ ଭାବର ବନ୍ଧୁଙ୍କୁ ପରଶମଣି ଭାବ ମନେ କରିଛି, ତା ଅଙ୍ଗକୁ ପବିତ୍ର କରିବ ବୋଲି ବିଚାର କରିଛି। ପିଙ୍ଗଳାର ମନରେ କାହିଁକି ବୈରାଗ୍ୟ ଭାବ ଜାତ ହେଲା? ସନ୍ଧ୍ୟା ସମୟରେ ଧନୀ ପୁତ୍ରଟି ସଂକେତ ଦେଇ ରାତ୍ରିରେ ନ ଆସିବାରୁ ପିଙ୍ଗଳାର ମନରେ ହତାଶା ଦେଖାଯାଇଛି, ବୈରାଗ୍ୟ ଭାବ ଦେଖାଦେଇଛି। ଆଉ ସେଇ ହତାଶାରୁ ଆଧ୍ୟାତ୍ମିକ ଜାଗରଣ ହେଇଛି ବା ବୈରାଗ୍ୟ ଭାବରୁ ଆଧ୍ୟାତ୍ମିକ ଜାଗରଣ ହେଇଛି। ତା ହୃଦୟରେ ଦିବ୍ୟ ଚେତନା ବା ଭଗବାନଙ୍କ ଚେତନା ଜାଗ୍ରତ ହେବାରୁ ତା ମନରେ ବୈରାଗ୍ୟ ଭାବ ଜାଗ୍ରତ ହେଇଛି। ମରତ ପଥର ଅମର ବନ୍ଧୁଙ୍କ ଲାଭ କରିବା ପରେ ପିଙ୍ଗଳା ଜୀବନରେ କ'ଣ ସବୁ କରିବ ନାହିଁ ବୋଲି କହିଛି। ସେ କ'ଣ କରିବ ନାହିଁ? କ'ଣ କରିବ ନାହିଁ? ବହୁତ ବଢ଼ିଆ ପ୍ରଶ୍ନଟା। ନା ସେ ଯେଉଁ ଅମର ବନ୍ଧୁକୁ ପ୍ରାପ୍ତ ହେଲା ପରେ, ଭଗବାନଙ୍କୁ ପ୍ରାପ୍ତ ହେଲା ପରେ, ଈଶ୍ୱରଙ୍କୁ ପ୍ରାପ୍ତ ହେଲା, ପବିତ୍ରତମ ବନ୍ଧୁକୁ ପ୍ରାପ୍ତ ହେଲା ପରେ ସେ ପୂର୍ବ ଭଳି ଆଉ ବାରବୋଧ ଭାବରେ ପ୍ରୀତି ଅଭିନୟ କରିବ ନାହିଁ। ରାତି ସାରା ଜାଗ୍ରତ ହୋଇ ଫୁଲସେଜ ସଜେଇବ ନାହିଁ, କେଳି ଦୀପ ଜାଳିବ ନାହିଁ। ତିନିଟା ଜିନିଷ କ'ଣ? ବାରବୋଧ ଭାବରେ ପ୍ରୀତି ଅଭିନୟ କରିବ ନାହିଁ, ରାତି ସାରା ଜାଗ୍ରତ ହୋଇ ଫୁଲସେଜ ସଜେଇବ ନାହିଁ, କେଳି ଦୀପ ଜାଳିବ ନାହିଁ ବୋଲି କହିଛି। ପିଙ୍ଗଳାର ବିଫଳ ଜୀବନ ସଫଳ ହେଲା ବୋଲି ସେ କିପରି ମନେ କରୁଛି? ନା ଧନୀପୁତ୍ର ନ ଆସିବାରୁ ପିଙ୍ଗଳା ମନରେ ଆସିଥିଲା ପରିବର୍ତ୍ତନ। କ'ଣ ଆସିଥିଲା? ପରିବର୍ତ୍ତନ ଆସିଥିଲା। ସେ ଅନୁଭବ କରିଥିଲା ତା ପାଖରେ ଅଛନ୍ତି ଅନ୍ତର୍ବିମୋହନ ସତ୍ତା। ପୂର୍ବରୁ ସେ ବାରବୋଧ ଭାବରେ ଧନ ଅର୍ଜନ କରିବା, କେଳି ଦୀପ ଜାଳି ପ୍ରୀତିର ଅଭିନୟ କରୁଥିଲା। ସେଭଳି ଜୀବନର ବ୍ୟର୍ଥ ଜୀବନ ବୋଲି ସେ ଜାଣିପାରିଲା। ମନରେ ଅମର ବନ୍ଧୁକୁ ଅନୁଭବ କଲା ପରେ ତାର ବିଫଳ ଜୀବନ ସଫଳ ହେଲା ବୋଲି ମନେ କରିଛି। ପରିବର୍ତ୍ତିତ ପିଙ୍ଗଳା ପ୍ରକୃତିକୁ କିପରି ଅନୁଭବ କରିଛି? ପ୍ରକୃତିକୁ ଅନୁଭବ କରିଛି ଯେତେବେଳେ ପରିବର୍ତ୍ତନ ହେଇଛି, ଯେତେବେଳେ ଆନନ୍ଦ ସତ୍ତାକୁ ସେ ପାଇଛି, ଯେତେବେଳେ ସଚିଦାନନ୍ଦଙ୍କର ଭେଟ କରିଛି, ଯେତେବେଳେ ଆଧ୍ୟାତ୍ମିକ ଉତ୍ତରଣ ହେଇଛି, ତେଣୁ ଦେହ ମନରେ କ'ଣ? ନା ଆନନ୍ଦ ଖେଳିଯାଇଛି, ଦେହ ମନରେ ପ୍ରେମ ଖେଳିଯାଇଛି। ତେଣୁ ସେ କ'ଣ କରିଛି? ନା ଧରଣୀର ପରିବେଶ ତା ପାଇଁ ହେଉଛି ମୁଲାୟମ।
ତେଣୁ ପୃଥିବୀର ଧରଣୀର ପରିବେଶ ଘାସ ଉଠିଛି, ତାକୁ ମୁଲାୟମ ଲାଗିଛି। ଗଗନର ଇନ୍ଦୁ ବା ଗଗନ ବା ଆକାଶର ଇନ୍ଦୁ ବା ଚନ୍ଦ୍ର ତାରକା ରାଶି ମୁଗ୍ଧ ଦୃଷ୍ଟିରେ ହସୁଥିଲେ ଭଳି ମନେ ହେଉଛି। ସବୁଆଡ଼େ ତାକୁ ମନେ ହେଉଛି ଯେମିତି ସମସ୍ତେ ଆନନ୍ଦରେ ମୋତେ ସାଧୁବାଦ ଜଣାଉଛନ୍ତି। ସବୁଆଡ଼େ ଯେଭଳି ଜ୍ୟୋତ୍ସ୍ନା ଧୀର ସମୀରର ଶୀତଳତା ଅନୁଭବ କରିଛି। ପିଙ୍ଗଳା ଭାବିଛି ଯେ ପ୍ରକୃତି ତାଙ୍କୁ ସ୍ୱାଗତ କରୁଛି ବୋଲି। ପିଲାମାନେ ଏତିକି କରିଦିଅ, ଏତିକି ପ୍ରଶ୍ନ କରିଦିଅ, ସବୁ ପ୍ରଶ୍ନ ଆସିବ। ଥ୍ୟାଙ୍କ ୟୁ ଭେରି ମଚ୍। ରହିଲି, ସମସ୍ତଙ୍କୁ ସେୟାର କରିବେ। ବନ୍ଦେ ଉତ୍କଳ ଜନନୀ।